ପିଆଜ ପିଠା ତ ସମସ୍ତେ ଖାଇବା ପାଇଁ ଭଲ ପାଆନ୍ତି। କଣ ଆପଣ ଜାଣିଛନ୍ତି ଏହି ସହଜ ସହଜ ଟ୍ରିକ ରେ ଆପଣ ବନେଇ ପାରିବେ ଏତେ ସ୍ପଞ୍ଜି ଆଉ ଏତେ ସଫ୍ଟ ବାଲା ପିଆଜ ପିଠା। ତ ଚାଲନ୍ତୁ ଫ୍ରେଣ୍ଡ ଡେରି କରିବାନି, ଗୋଟେ ଗୋଟେ ଷ୍ଟେପ ବାଇ ଷ୍ଟେପ ମୁଁ ଆଜି ଆପଣଙ୍କୁ ବତେଇଦେବି ପ୍ରଥମରୁ ଶେଷ ପର୍ଯ୍ୟନ୍ତ କେମିତି ଆପଣ ବନେଇବେ ଏଇ ପିଆଜ ପିଠା। ତା ଲାଗି ପ୍ରଥମେ ଏଇଠି ମୁଁ ନେଇଯାଇଛି ବିରି। ବିରି ଫ୍ରେଣ୍ଡ ଦେଖିପାରୁଥିବେ ଏଇଠି ବହୁତ ବଡା ସେ ଆମର ଚୋପା ଛଡା ହେଇନାହିଁ। ଆପଣ ଚାହିଁଲେ ଫ୍ରେଣ୍ଡ ଚୋପା ଛଡା ବିରି ମଧ୍ୟ ମାର୍କେଟରୁ ଆଣିକି ଡାଇରେକ୍ଟ ବତୁରେଇ ପାରିବେ। ଆଉ ଚାହିଁବେ ଫ୍ରେଣ୍ଡ ଯଦି ଆପଣ ଡାଇରେକ୍ଟ ଏହି ଭାବରେ ଚୋପା ଲଗା ବିରି ଆଣିବେ, ତାକୁ ଆପଣ ହାତରେ ବହୁତ ବଢିଆ ସେ ଟିକେ କିଛି ସମୟ ବତୁରେଇ ଦେଇକି ଚୋପା ଛଡେଇ ଦିଅନ୍ତୁ। ତ ୟାକୁ ଫ୍ରେଣ୍ଡ ଆମେ ଚୋପା ଛଡେଇବା ପାଇଁ ପ୍ରଥମେ ଫ୍ରେଣ୍ଡ 4 ରୁ 5 ଘଣ୍ଟା ବହୁତ ବଢିଆ ସେ ବତୁରେଇ ଦେବା। ଅଧିକ ଟିକେ ପାଣି ଦେଇକି ବତୁରେଇବେ, ଯେତିକି ବିରି ତାର 2 ରୁ 3 ଗୁଣା ପାଣି ଦେଇକି ବତୁରେଇ ଦେଇକି ଛାଡି ଦିଅନ୍ତୁ ଫ୍ରେଣ୍ଡ 3 ରୁ 4 ଘଣ୍ଟା। ତାପରେ ଆମେ ଏଇଠି ନେଇଯିବା ଚାଉଳ। ଏଇଠି ଫ୍ରେଣ୍ଡ ମୁଁ ନେଇଛି ଅରୁଆ ଚାଉଳ। ଆପଣ ଚାହିଁଲେ ଫ୍ରେଣ୍ଡ ଏଇଟା ମୁଁ ନର୍ମାଲ ଭାତର ଚାଉଳ ନେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଏଠି ଛୋଟ ଛୋଟ ଭଙ୍ଗା ଚାଉଳ ବି ମଧ୍ୟ ନେଇପାରିବେ ପିଠା ପାଇଁ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ଚାଉଳଟି ଆପଣ ବହୁତ ବଢିଆ ସେ ଦେଖିପାରୁଥିବେ। ୟାକୁ ଫ୍ରେଣ୍ଡ ଆମେ ବତୁରେଇ ଦବାର ଅଛି। ଫ୍ରେଣ୍ଡ ୟାକୁ ବେଶୀ ଟାଇମ ନ ବତୁରେଇଲେ ବି ମଧ୍ୟ ଚଳିବ। ଟିକେ ତାକୁ ଗୋଡି ଯଦି ଥିବ ଆପଣଙ୍କର ଗୋଡି ଗଡେଇ ଦେବେ। ଆଉ ତା ସହିତ ଫ୍ରେଣ୍ଡ ଆପଣଙ୍କୁ ଏଇଠି ଟିକେ ଟାଇମ ଜଷ୍ଟ ହାଲକା ଟିକେ 2 ରୁ 3 ଘଣ୍ଟା ମଧ୍ୟ ବତୁରେଇଲେ ଇଏ ଠିକ ହେଇଯିବ, ମାନେ ସଫ୍ଟ ଆସିଯିବ। ତ ଚାଲନ୍ତୁ ଫ୍ରେଣ୍ଡ ଦୁଇଟାକୁ ରଖିଦବା। ଆଉ ଏବେ ଦେଖିପାରୁଥିବେ ଫ୍ରେଣ୍ଡ 4 ରୁ 5 ଘଣ୍ଟା ହେଇଯାଇଛି, ଆମର ବିରି ପୁରା ଫୁଲିକି ସାଇଜ ସେ ଡବଲ ହେଇଯାଇଛି। ଆଉ ଫ୍ରେଣ୍ଡ ଆମେ ଚୋପା ବି ମଧ୍ୟ ଛଡେଇ ଦେଇଛି। ଆପଣ ଚାହିଁଲେ ଫ୍ରେଣ୍ଡ ଚୋପା ଛଡା ବିରି ମଧ୍ୟ ଆଣିପାରିବେ। ଯାହା ଆପଣଙ୍କ ପାଖରେ ଆଭେଲେବୁଲ ହଉଛି ଆପଣ ତାକୁ ଆଣିକି ୟୁଜ କରନ୍ତୁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ମୁଁ ବିରି ନେଇଛି। ଏଇଠି ଫ୍ରେଣ୍ଡ ଆଉ ଗୋଟେ ଜିନିଷ ଧ୍ୟାନ ଦେବାକୁ ପଡିବ, ଆପଣ ଯଦି ଫ୍ରେଣ୍ଡ ଚାହୁଁଛନ୍ତି କି ଏଇ ଥରେ ବାଟିବେ ଆପଣ 5 ରୁ 6 ପ୍ରକାରିଆ ପିଠା କରିକି ଖାଇପାରିବେ, ତ ଆପଣଙ୍କୁ ଧ୍ୟାନ ଦେବାର ଅଛି ଫ୍ରେଣ୍ଡ ଏଇଠି ପାଣି ଆଦୌ ଦେବେନି। ଯେତିକି ବୁଲୁଛି ସେତିକି ଆପଣ କରନ୍ତୁ ଗ୍ରାଇଣ୍ଡିଙ୍ଗ। ଯଦି ବୁଲୁନି ତ ପାଣି ଅଳ୍ପ ଅଳ୍ପ ଦେଇକି ଗ୍ରାଇଣ୍ଡିଙ୍ଗ କରନ୍ତୁ, କିନ୍ତୁ ଆଦୌ ପାଣି ଏଇଠି ଦେବେ ନାହିଁ, ତାକି ଆପଣ ବହୁତ ପ୍ରକାର ପିଠା ଆଇଟମ ବନେଇ ପାରିବେ ଗୋଟିଏ ସୋଦୁଅରୁ। ଏଇଠି ପାଉଥିବେ ଫ୍ରେଣ୍ଡ ଏଇପରି ଭାବରେ ମୁଁ ବନେଇ ଦେଇଛି। ଆଉ ବନେଇ ସାରିଲା ପରେ ଆପଣ ଏଇଠି ଦେଖିପାରୁଥିବେ ପୁରା ପରଫେକ୍ଟ ବହୁତ ବଢିଆ ସେ ବହଳ ହେଇଯାଇଛି। ଆକୁ ଫ୍ରେଣ୍ଡ ଆପଣ ବରା, ଚକୁଳି, ତା ସହିତ ସିଝା ପିଠା, ଏଣ୍ଡୁରି ପିଠା ବହୁତ ଆଇଟମ ଆପଣ ୟାକୁ ବନେଇ ପାରିବେ। ୟାକୁ ଫ୍ରେଣ୍ଡ ପ୍ରଥମେ ଆପଣ ଟିକେ ଫେଣି ଦିଅନ୍ତୁ, ଯଦି ଫ୍ରେଣ୍ଡ ଆପଣଙ୍କ ପାଖରେ ଟାଇମ ନାହିଁ ଫେଣିବା ପାଇଁ କି ଫେଣିବାକୁ ଆପଣ ଚାହୁଁନାହାନ୍ତି, ଆପଣ ଫ୍ରେଣ୍ଡ ଏଇଠି ଖାଇବା ସୋଡା ଦେଇକି ଟିକେ ଟାଇମ ରଖିଦେବେ, ତ ସିଏ 2 ରୁ 3 ଘଣ୍ଟା ଭିତରେ ଫୁଲିଯିବ। ଫେଣି ସାରିଲା ପରେ ଆମେ ଏଇଠି ନେଇଯାଇଛି ଚାଉଳ। ଚାଉଳକୁ ବହୁତ ବଢିଆ ଭାବରେ ଧୋଇ ଦେଇକି ଗଡେଇ ଦେଇଛେ। ଯଦି ଗୋଡି ଥିବ ତାହେଲେ ଫ୍ରେଣ୍ଡ ଏଇଠି ଗଡେଇ ଦେବେ। ଗଡେଇ ସାରିଲା ପରେ ତାକୁ ଆପଣ ବହୁତ ବଢିଆ ସେ ଅଳ୍ପ ଟିକେ ଟିକେ ପାଣି ଦେଇକି ଗ୍ରାଇଣ୍ଡ କରିଦିଅନ୍ତୁ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ଇଏ ହଉଛି ଆମର ଚାଉଳ ବଟା। ୟାକୁ ଫ୍ରେଣ୍ଡ ଆପଣଙ୍କୁ ଫେଣ୍ଟିବାର ନାହିଁ କି କୌଣସି ପ୍ରକାର କାମ ଏଇଥିରେ କରିବାର ନାହିଁ। ଚାଲନ୍ତୁ ଫ୍ରେଣ୍ଡ ଯିବା ଆମେ ଆଗ ଷ୍ଟେପ କୁ। ତା ପୂର୍ବରୁ ଫ୍ରେଣ୍ଡ କହି ରଖୁଛି, ଯଦି ଆପଣ ଏପର୍ଯ୍ୟନ୍ତ ସିକ୍ରେଟ ଫୁଡି ଚ୍ୟାନେଲ 1 କୁ ସବସ୍କ୍ରାଇବ କରିନାହାନ୍ତି ଜଲ୍ଦି ଯାଇକି ସବସ୍କ୍ରାଇବ କରିକି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ଯୋଉ ବିରି, ଆମେ ସେ ବିରିରେ ସେଇ ଚାଉଳ ବଟା ଆମେ ଆମର ଏଇଠି ପକେଇଛେ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ସବୁତକ ବିରିରେ ଆମେ ଏଇଠି ସବୁତକ ଚାଉଳ ବଟା ପକେଇଦବା। ତ ଆଉ ଗୋଟେ ଫ୍ରେଣ୍ଡ ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହୁଁଛି ଟିପ୍ସ, ଯଦି ଆପଣଙ୍କର ପିଠା ଆପଣ ସଫ୍ଟ ହବା ପାଇଁ ଚାହୁଁଛନ୍ତି ତ କରିଦେବେ ଏହି ଉପାୟଟି। ନହେଲେ ଫ୍ରେଣ୍ଡ ଆପଣଙ୍କର ପିଠା ହାର୍ଡ ହବାର ବି ସମ୍ଭାବନା ଥାଏ। ତ କରିବାର କଣ ଅଛି ଫ୍ରେଣ୍ଡ, ଆପଣ ଯଦି ନଉଛନ୍ତି ଗୋଟିଏ ଗ୍ଲାସ ବିରି ତ ଆପଣଙ୍କୁ ଗୋଟିଏ ଗ୍ଲାସ ଚାଉଳ ନବାର ଅଛି। ବହୁତ ଲୋକ କଣ କରନ୍ତି, ଯଦି ଗୋଟେ ଗ୍ଲାସ ବିରି ନଉଛନ୍ତି ତ 2 ଗ୍ଲାସ ଚାଉଳ ନିଅନ୍ତି। ତ ସେଇ ସକାଶେ ସେମାନଙ୍କର ପିଠା ଟିକେ ହାର୍ଡ ହେଇଥାଏ। ଆଉ ଫ୍ରେଣ୍ଡ ବହୁତ ଇଜି ପ୍ରୋସେସିଂ ଯୋଉଟା ଆହୁରି ସଫ୍ଟ ହବାର, ସେଇଟା ହଉଛି ଫ୍ରେଣ୍ଡ ଆପଣ ଯେତେ ଫେଣି ପାରିବେ ସେତେ ସଫ୍ଟ ହବ। ଯେତେ ଫେଣୁଛନ୍ତି ଆପଣ ଯଦି ଗୋଟିଏ ଗ୍ଲାସ ବିରିରେ 4 ଗ୍ଲାସ ବି ଚାଉଳ ଦଉଛନ୍ତି, ସେଥିରେ ଯଦି ଆପଣ ଫେଣି ଚାଲୁଛନ୍ତି ତ ଆପଣଙ୍କର ବହୁତ ବଢିଆ ସେ ବିରିଟା ସଫ୍ଟ ହବ ଆଉ ଫୁଲିବ, ଫ୍ଲଫି ହେଇକି ବାହାରିବ। ଯଦି ଆପଣ ଫେଣିବା ପାଇଁ ଚାହୁଁନାହାନ୍ତି ତ ଗୋଟେ ଗ୍ଲାସ ବିରିରେ ଗୋଟେ ଗ୍ଲାସ ଚାଉଳ ଦେବେ। ଏଠି ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ମୁଁ ଚାଉଳ ଆଉ ବିରିକୁ ମିଶେଇ ଦେଇଛି। ଆଉ ଯେତିକି ଆପଣଙ୍କର କ୍ୱାଣ୍ଟିଟି ଦରକାର ଆପଣ ସେତିକି କାଢିବେ। ଏଇଠି ଫ୍ରେଣ୍ଡ ମୁଁ ଯେହେତୁ ବିରି ବହଳିଆ କରିକି ବାଟିଥିଲି, ଆମର 4-5 ପ୍ରକାର ପିଠା ହେଇପାରିବ, ସେଇ ସକାଶେ ଏଇଠି ଫ୍ରେଣ୍ଡ ମୁଁ ପାଣି ଦଉଛି। ଯଦି ଆପଣ କେବଳ ପିଆଜ ପିଠା ପାଇଁ ବାଟୁଛନ୍ତି, କିମ୍ବା ଆପଣ କେବଳ ଚକୁଳି ପାଇଁ ବାଟୁଛନ୍ତି, କିମ୍ବା କେବଳ ବରା ପାଇଁ ବାଟୁଛନ୍ତି, ତ ସେଇ ଅନୁସାରେ ଫ୍ରେଣ୍ଡ ଆପଣ ଏଇଠି ବ୍ୟାଟରଟି ବହଳିଆ କରିପାରିବେ କିମ୍ବା ପତଲା କରିପାରିବେ। ମତେ ଫ୍ରେଣ୍ଡ ବ୍ୟାଟର ଏତିକି ପାଣିଆ ଦରକାର ଅଛି, ଯେହେତୁ ଆମେ ପିଆଜ ପିଠା କରୁଛେ ତ ବେଶୀ ବହଳିଆ ବ୍ୟାଟର ଏଠି ଆମକୁ ଦରକାର ନାହିଁ। ये देखिए फ्रेंड बहुत ही बड़ा से बैटर आमर रेडी हो जाए। एबे फ्रेंड आम देदबा लुण। आउ गोटे फ्रेंड ये आपको छोटिया टिप्स दबा चाहूँगी, जदि आप बहुत क्वांटिटी रे बनाउछंती तो ध्यान दियंतु फ्रेंड, जेतिकी दरकार सेतिकी बाहर करंतु, सेतिकी रे लुण दियंतु, सेतिकी रे आपण जहां भी बनिया पे चाहूछंती बनांतु। सबुतक बिरी रे एकाथरे लुण दियंतुनी, डायरेक्ट आपण ताको फ्रिज रे रखंतु, जेतिकी दरकार बाहर करिवे अलगा जगह रे लुण देकी बनइबे।
ଏଇଠି ପାଉଥିବେ ଫ୍ରେଣ୍ଡ ମୁଁ ଦେଇଦେଇଛି ପିଆଜ ତା ସହିତ କଞ୍ଚା ଲଙ୍କା ଲୁଣ ତା ସହିତ ଫ୍ରେଣ୍ଡ ଭୃଷଙ୍ଗ ପତ୍ର ତା ସହିତ ଟିକେ ହଳଦୀ ଗୁଣ୍ଡ ଦବା ଦ୍ୱାରା ହେଇଥାଏ କଣ ଫ୍ରେଣ୍ଡ ବହୁତ ବଢିଆ ସେ କଲର ଆସେ ଆଉ ଫ୍ରେଣ୍ଡ ଖାଇବାରେ ଗୋଟେ ବାସ୍ନା ଆସେ ଯୋଉଟା କି ଫ୍ରେଣ୍ଡ ବହୁତ ବଢିଆ ଟେଷ୍ଟ ଲାଗିଥାଏ ଏଇ ବାସ୍ନାରେ ଆମର ପିଆଜ ପିଠାଟି ଆଉ ଭଲ ମଜା ବି ମଧ୍ୟ ଲାଗିଥାଏ फ्रेंड आपको सबुतक यहीपर भाव में टे मिक्स करदेवार अच्छी फ्रेंड बहुत ही भलसे आप टे फेंटी दिंतु फेंटी देकी आपण या फ्रेंड टिके टाइम जदि चाहिए साइड रे रखिपारे ना फ्रेंड आम जेहेतु ये फेणीचे तो आम या साइड रे रखानी डायरेक्ट फ्रेंड आग प्रोसेसिंग को जीवा ता पूर्व फ्रेंड मुझे कही रखा चाहूँगी जदि आपण पाखे ये लुहा कड़े अच्छी तो बहुत ही बेस्ट जदि नाही तो आप जेकोसी कड़े नहीं पारे जब लुहा कड़े अच्छी नियंतु कहीं फ्रेंड आम जेहेतु ये गोटे कड़े पिठा करा तो यहाँ फ्रेंड आमर लगे ना टोटाली जेहेतु कड़े आम लुहा कड़ेटा टे मोटा होता है तो टोटाली ये लगे ना आउ गोटे फ्रेंड छोटिया टिप्स टे रखी जिते आप पिठा कर ध्यान देकी शुणु फ्रेंड सब आप चेष्टा करूँ कि जमती हो ना कहीं आपण ये निहाती भाव में फ्रेंड ये सोरिष तेल ने अलग तेल ने चलो रिफाइन तेल ने चलो घी ने चलो कि फ्रेंड ये सोरिष तेल नौ पियाज पिठारे तो पूरा आपंकर पियाज पिठा बरा परिका स्वाद आसो आ भल टेस्ट लगे एति फ्रेंड मुझे आप चाहिए फ्रेंड तेल अल्प बहुत करें तेल टी अधिक देले बढ़िया टेस्ट लगी था तेणुक अधिक तेल देती आप चाहिए फ्रेंड कम तेल पारे घोड़े देकी फ्रेंड आपको ये लो फ्लेम रे रखिदबार अच्छी पूरा आपको ये लो फ्लेम रे रखिदेवे 5 ରୁ 6 मिनट ये फ्रेंड देखते आम बेसी मोटा करनी नॉर्मल करी जदि फ्रेंड आप आहुरी मोटा करुँच तो घोड़े आप रखिदेवे 7 ରୁ 8 मिनट जदि बेसी मोटा करुँच तो 10 मिनट काड़ गोटे तरफ घोड़े रखिदेवे तार आउ गोटे तरफ आस्ते आस्ते यहीपरि भाव में टेकिदेवे टेकिक फ्रेंड बहुत ही बढ़िया से इजिली आपको यहीपरि भाव में आप बुड़े ओल्टे देवे बहुत ही सहजरे फ्रेंड ये पिठाटा हो जाए आउ या परस्त पकईकी घोड़े दिंतु जेकोसी चकिया कि आपणकर थाली बड़ थाली होना कहीं कि कभर होना कहीं घोड़े देकी रखी दिंतु आउ 5 मिनट तो टोटाल फ्रेंड मत ये लगी जाता 10 मिनट ये पियाज पिठाटा बनवाई लो टू मीडियम फ्लेम रखी रखिक ये बनई आपड़ जदि चाहिए फ्रेंड ये पिठाटा को तावारे बनई पारे जोटा फ्रेंड आपको सहज लगुच कर दिंतु आ बहुत ही बड़ा फ्रेंड ये टेस्ट लगी था खाइबारे मध्य फ्रेंड बहुत ही बढ़िया होता है या ब्रेकफास्ट रे खाई पारिबे डिनर रे खाई पारिबे फ्रेंड आपको लंच रे भी मध्य खाई पारिबे टिफिन भी मध्य फ्रेंड ये नहीं पारिबे बहुत ही हल्का ही थाए खाइबारे भल मजा आसता है ब्रेकफास्ट तो ये बहुत ही बढ़िया तो चलते फ्रेंड या चेक करिया पिठा हेछि कि नहीं जे कोनो टूथ पिन किंबा एपर एवरे छुरी नहीं जांतु टिके गेंजंतु देखिबे छुरी किछि लागोनी ता माने परफेक्ट पिठाटी हमर हेइ जाइछि याको फ्रेंड हमको करिवार कोन अछि बहुत बढ़िया से आपण गैस टा को बंद कर दियंतु पिठाटा को आपण काढी दियंतु आकु फ्रेंड आपण काटिकी खाई परिबे किंबा सेमती भी मध्य गोटा खाई परिबे याकु बिना तरकारी रे भी मध्य फ्रेंड लगेई खाई परिबे किंबा आपण जदि चाहउछन तरकारी मध्य यूज करि परिबे ए थिला फ्रेंड आज रो छोटिया रेसिपी पियाज पिठा जदि भल लागिथिबो ताले फ्रेंड गोटे लाइक रो सहित गोटे कमेंट शेयर सब्सक्राइब कर दियंतु को जगह देखुचंदी फ्रेंड मते निहाती भाबरे जणांतु आ मो वीडियो आपन केमती लागो जे मते जणांतु नेक्स्ट वीडियो आपन कोन दरकार निया जणे भल लागला थैंक यू फॉर वाचिंग गोटे लाइक